ମ୍ଲେଚ୍ଛ ସମ୍ବାଦ। ଗୁରୁ ଚୈତନ୍ୟ ଶିଷ୍ୟ ମନ ନାମର ମହତ୍ତ୍ୱ ବର୍ଣ୍ଣନା କରିବାକୁ ଯାଇ ଶିଷ୍ୟମାନଙ୍କୁ ଗୁରୁ ଚୈତନ୍ୟ କହିଲେ, ନାମର ମହିମା ଅପାର। ସର୍ବଶାସ୍ତ୍ରରେ ସାର ହେଉଛି ଏହି ମନ। ନାମ ଶୂନ୍ୟରୂପୀ ଏବଂ ନାମ ହିଁ ବ୍ରହ୍ମ। ସେହି ନାମକୁ ପ୍ରତ୍ୟକ୍ଷରେ ବା ପରୋକ୍ଷରେ ଭଜି କେତେ ଯେ ପ୍ରାଣୀ ଉଦ୍ଧାର ପାଇଛନ୍ତି ତାର ଇୟତ୍ତା ନାହିଁ। ପୂର୍ବକାଳରେ ଜଣେ ମୁସଲମାନ ଥିଲା। ସେ ଥିଲା ଅତ୍ୟନ୍ତ ପାପୀ। ଜୀବନରେ ଗୋବଧଠାରୁ ଆରମ୍ଭ କରି କୋଟି କୋଟି ଜୀବ ହତ୍ୟା କରିଥିଲା। ସେ ବ୍ରାହ୍ମଣ ହତ୍ୟା, ପରସ୍ତ୍ରୀ ହରଣ ଥିଲା ତାର ବିଳାସ। ସୁରାପାନ ନ କଲେ ସେ ଭୋଜନ କରେନା। ସାଧୁ ସନ୍ଥ ଦେବୀ ଦେବତା କେହି ତାର ଅତ୍ୟାଚାରରୁ ଉଦ୍ଧାର ପାଇନଥିଲେ। ସମୟକ୍ରମେ ସେ ଅଜଣା ରୋଗରେ ପୀଡ଼ିତ ହୋଇ ବହୁ କଷ୍ଟ ଭୋଗ କଲା। ଦିନେ ଏକ ଘୁଷୁରୀ ତାର ସମ୍ମୁଖକୁ ଆସିଯିବାରୁ ସେ ବିରକ୍ତି ପ୍ରକାଶ କରି ହା ରାମ ବୋଲି ଗାଳି ଦେଲା। ଏହାପରେ ତାର ମୃତ୍ୟୁ ହେବାରୁ ଯମଦୂତମାନେ ତାକୁ ନେବା ପାଇଁ ଆସିଲେ। ମାତ୍ର ବିଷ୍ଣୁଦୂତମାନେ ସେ ମୁସଲମାନର ଆତ୍ମାକୁ ନେଇ ଦେବାଲୋକକୁ ଚାଲିଗଲେ। ମନ ଦୁଃଖରେ ଯମଦୂତମାନେ ଯମରାଜାଙ୍କୁ ଏ ସମ୍ବାଦ ଜଣାଇବାରୁ ଯମ ଚିତ୍ରଗୁପ୍ତ ତଥା ଧର୍ମସଭାକୁ ପଚାରି ଜାଣିଲେ ଯେ ସେହି ଲୋକଟି ମୃତ୍ୟୁବେଳେ ହା ରାମ ଶବ୍ଦ ଉଚ୍ଚାରଣ କରିଥିବାରୁ ପ୍ରଭୁଙ୍କ ଦୟାରୁ ତାର ପାପ ତାପ ନଷ୍ଟ ହୋଇଯାଇଛି। ଏହାପରେ ଚୈତନ୍ୟ କହିଲେ, ହେ ରାଜା ମନୁ, କୃଷ୍ଣ ନାମ ଖଣ୍ଡାର ଦାଢ଼ଠାରୁ ଆହୁରି ତୀକ୍ଷ୍ଣ। ନୃସିଂହ ନାମର ସର ହେଉଛି କୋଟି ଅଗ୍ନିର ତେଜ। ଶ୍ରୀହରି ନାମର ସରମୁନ ଅତ୍ୟନ୍ତ ବିଷମ ଏବଂ ଗୋବିନ୍ଦ ନାମର ତେଜ ସୂର୍ଯ୍ୟଠାରୁ ଆହୁରି ଦୀପ୍ତିମନ୍ତ। ତେଣୁ ନାମକୁ ଯେ ଜପି ଜପି ଆତ୍ମସ୍ଥ କରିଥାଏ ତାର ମୃତ୍ୟୁ ନାହିଁ, ସେ ମୃତ୍ୟୁଞ୍ଜୟ। ଆଜି ଆସନ୍ତୁ ଶୁଣିବା ମ୍ଲେଚ୍ଛ ସମ୍ବାଦର ଦ୍ୱିତୀୟ ଭାଗ। ସୁକୃତ ରହିଲା ତାହାର, ତୋହର ନାହିଁ ଅଧିକାର। ତାଠାରେ ପ୍ରଭୁ ପଣ କଲେ, ସମସ୍ତେ ନାଶ ଯିବା ଭଲେ। ସାକ୍ଷାତେ ରାମ ନାମ ତାର, ମୁଖରୁ ହୋଇଲା ବାହାର। ହାରାମ ଶବଦ ବୋଇଲା, ପିଣ୍ଡୁ ପରାଣ ଛାଡ଼ିଗଲା। ପାତକ ହୋଇ ତାର ଯେତେ, ଅପରେ ପୁଣ୍ୟ ଆଉ କେତେ। ଶୁଣିସୁ ମନ ଶୁଦ୍ଧ ଚିତେ, ନାମର ମହିମାଟି ଏତେ। କୃଷ୍ଣ କୃପାରୁ ଅତି ଗାଢ଼, ତହିଁରୁ ଖଣ୍ଡା ନାହିଁ ଦାଢ଼। ହାଣିଲେ ମେରୁ ଛିଡ଼ି ଯିବ, ଶତ୍ରୁ ଦେଖିଲେ ପଳାଇବ। ଶ୍ରୀପଦ୍ମ ନାଭ ଯେ ପଦକ, ହୃଦ ପଦ୍ମରେ ତାହା ରଖ। ବ୍ରଜ ବିନୋଦ ବୀରବାନା, ବାହେ ବାହୁଟି କରେ କିନା। କାଳେନ୍ଦୀ କୁଳିଆ କାଛେଣି, କଟିରେ ଭିଡ଼ିଥାଅ ପୁଣି। ଶ୍ରୀ ଜନାର୍ଦ୍ଦନ ଧନ ଯେଟି, ଅଚଳା ଚଳ ବଳ ସେଟି।
লগাও গুণমণি পুণ যে বণ নাম নারায়ণ সে ধনু গোটি করে ধরি কৃষ্ণ খেণি থিবু ধরি অনন্ত অক্ষয় তুণীর বাম ডাহাণে তাহা ভর মুকুন্দ মন ভেদি সর বসাই ধনু গুণ ভর শ্রীকৃষ্ণ নামে শুঙ্কি কর গোবিন্দ নামরে মরিচ বজ্র বিডিঙ্গ খণ্ড পঞ্চ যে দয়ানন্দ দেব দারু খণ্ডিয়ে করিব তহিরু শ্রীহরি অড়াইচ কিছু ঘেনিব গোটি কেতে বাছি নামে গুন্ডা করি অনন্ত দরস সঙ্গে গোবিন্দ চেতিণ শ্রী অঙ্গে মধুসূদন মহু কিছু পরীক্ষা করিব কাহিকি শ্রীরাম সুমরি পিব অজর অমর হইব খণ্ডাই ভব ব্যাধি এথে মিশাই চিত্ত যার কি করি পারে ব্যাধি ছার শুণ সুমন হেতু দেই এথে নির্মল চিত্ত হই কেবল ন কর নিরাশ মু
ଶମ୍ଭ ଦାସଙ୍କର ଦାସ। ଏଣୁ ମୋ ସାଧୁଙ୍କ ଚରଣ ଶରଣ ମାଗେ ଅନୁକ୍ଷଣ। ଜୀବନ୍ତେ ଇହ ଲୋକେ ବାସ ମଲେ ବୈକୁଣ୍ଠପୁରେ ବାସ। କହଇ ରାମ ଦାସ ଦ୍ୱିଜ ବିଶ୍ୱାସ ଅଟେ ମୂଳ ବୀଜ। ବିଶ୍ୱାସ ବିନା ଯେତେ କର୍ମ ପର ପର ଗୃହାଶ୍ରମ। ଇତି